ଧାମନଗର ବିଜେଡି କଳି ପଦାକୁ ଆସିଛି। ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବର୍ତ୍ତମାନ ବ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ମିଳି କରିଛନ୍ତି। ବିଜେଡିର ଏକ ଶକ୍ତିଶାଳୀ ଗୋଷ୍ଠୀ ଯାହାକି ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସଙ୍କ ପାଇଁ ଅଡ଼ୁଆ ବଢ଼ାଇଛି। ସୂଚନା ଅନୁଯାୟୀ ଏହି ବ୍ଲକ ଖପରପଦା ପଞ୍ଚାୟତ ଲୁଣିଆ ମେଳଣ ପଡ଼ିଆଠାରେ ଏକ ବିଜେଡିର ଏକ ବୈଠକ ଦଳର ବରିଷ୍ଠ ନେତା ତଥା BBC ବ୍ୟାଙ୍କର ପ୍ରାକ୍ତନ ସଭାପତି ରଘୁନାଥ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅର୍ଜୁନପୁର ପଞ୍ଚାୟତର ସମିତି ସଭ୍ୟ ବିଦ୍ୟାଧର ରାଉତ, କୋଠାର ସମବାୟ ସମିତିର ସଭାପତି ହରେକୃଷ୍ଣ ପାଢ଼ୀ, ଧୁଷୁରୀ ପଞ୍ଚାୟତ ସମିତି ସଭ୍ୟ କାହ୍ନୁଚରଣ ସ୍ୱାଇଁ, ଦୟାଙ୍ଗଡିହ ପଞ୍ଚାୟତର ବରିଷ୍ଠ ନେତା ଭାଗବତ ପାତ୍ର, ଧାମନଗର ବାର୍ କାଉନସିଲର ସଭାପତି ଅଶୋକ ଦାସ, ଭଟ୍ଟସାହି ପଞ୍ଚାୟତର ବରିଷ୍ଠ ନେତା ଭାଗବତ ପାତ୍ର, ନିରାକାର ଜେନା, ଏହାଛଡ଼ା ଧାମନଗର ନିର୍ବାଚନ କ୍ଷେତ୍ରରେ 18ଟି ପଞ୍ଚାୟତରୁ ଅଧିକ ବରିଷ୍ଠ ବିଜେଡି ନେତୃବୃନ୍ଦ ଯୋଗ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନ ଯଦି ବିଜେଡି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଲଢ଼େ ତେବେ ସେମାନେ ସହଯୋଗ କରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆମର 2024 ନିର୍ବାଚନରେ ଆମେ ସମସ୍ତେ ବିଜୁ ଜନତା ଦଳର ଲୋକ, ଆମେ ଦଳକୁ ଭଲ ପାଉ, ନବୀନ ବାବୁଙ୍କୁ ଭଲ ପାଉ, କିନ୍ତୁ ବ୍ଲକର ଯିଏ ନେତୃତ୍ୱ ନେଉଛନ୍ତି ତାଙ୍କ କାର୍ଯ୍ୟକଳାପରେ ଆମେ ଆଦୌ ସନ୍ତୁଷ୍ଟ ନୁହେଁ। ସେ ଆମକୁ ଅଣଦେଖା କରୁଛନ୍ତି, ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଡାକୁ ନାହାନ୍ତି। ନିଜେ ଯେକୌଣସି ନେତା ତାଙ୍କ ପଞ୍ଚାୟତକୁ ଯାଉଛନ୍ତି ତାଙ୍କୁ ଖୋଜା ଯାଉ ନାହିଁ। ତେଣୁ ଏଭଳି ଅଣଦେଖା କରୁଥିବା ବ୍ୟକ୍ତିତ୍ୱ ବା ନେତୃତ୍ୱ ତାଙ୍କ ନେତୃତ୍ୱରେ ଆମେ କେବେ ପରିଚାଳିତ ହେବୁ ନାହିଁ। ଯଦି ନେତୃତ୍ୱ ପରିବର୍ତ୍ତନ ନ କରନ୍ତି ତାହେଲେ ଦଳ ନିଶ୍ଚିତ ଭାବରେ ଆଗାମୀ ନିର୍ବାଚନରେ ଦଳ ପାଇଁ ବହୁତ ମହଙ୍ଗା ପଡ଼ିବ। ଦୀର୍ଘ 5-2-7 ବର୍ଷ ହେଲା ବିଜୁ ଜନତା ଦଳକୁ ଜଣେ ବ୍ୟକ୍ତି ଯେ ପୂର୍ବତନ ଚେୟାରମ୍ୟାନ୍ ଥିଲେ ଅଶୋକ ନାୟକ, ବର୍ତ୍ତମାନ ତାଙ୍କର ସହଧର୍ମୀ ଶର୍ମିଷ୍ଠା ବେହେରା ଚେୟାରମ୍ୟାନ୍ ଅଛନ୍ତି। ତାଙ୍କର ମନମୁଖୀ କାର୍ଯ୍ୟକଳାପ, ସିନିୟର ଲୋକଙ୍କୁ ଅଣଦେଖା, ସିନିୟର ଲୋକଙ୍କୁ ହଇରାଣ କରିବା ଏବଂ ବ୍ୟାପକ ଯେଉଁ ଦୁର୍ନୀତିର ସେ ଲିପ୍ତ ଅଛନ୍ତି, ସେ ଦୁର୍ନୀତିକୁ ରାଜ୍ୟ ନେତୃତ୍ୱକୁ ଆମେ ବାରବାର ଜଣାଇଛୁ ଯେ ଦୁର୍ନୀତିକର ଲୋକଙ୍କୁ ଆପଣ ଯେଉଁ ଦାୟିତ୍ୱ ଦେଉଛନ୍ତି, ଯେଉଁଥିପାଇଁ ଆଜି ବିଜୁ ଜନତା ଦଳ ଧାମନଗର ଦୁର୍ବଳ ହେଉଛି। ତେଣୁ ତା ପ୍ରତିବାଦ ବିରୁଦ୍ଧରେ ଆପଣ ଡାକି ଗୋଟେ ସମାଧାନ କରନ୍ତୁ। ସମସ୍ତେ ଯେଉଁମାନେ ଅବଜର୍ଭର ଥିଲେ, ପ୍ରତାପ ଜେନା ଥିଲେ, ଜିତୁ ବଳବନ୍ତ ରାୟ ଏବଂ ଏବେ ସଞ୍ଜୟ ଦାସ ବର୍ମା ସିଏ ବି ଥିଲେ, ସମସ୍ତେ ହୃଦୟଙ୍ଗମ କରୁଛନ୍ତି। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।